ଆଜିର ରେସିପି ଆପଣମାନଙ୍କୁ ନିହାତି ପସନ୍ଦ ଆସିବ। ଆମ ଓଡ଼ିଆ ଘରର ଖାଇବା ସାଧା ସିଧା ରେସିପି ଭାତ ଡାଲମା ସହିତ ଛଚିନ୍ଦ୍ରା ବେସର ଭଜା। ଯେହେତୁ ବର୍ତ୍ତମାନ ବର୍ଷା ସିଜିନ୍ ଆସିଛି, ତାଜା ତାଜା ପନିପରିବା ମିଳୁଛି, କିନ୍ତୁ ଏ ବର୍ଷର ପ୍ରଥମ ଛଚିନ୍ଦ୍ରା ପୁରା କଷି କଷି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିବ। ତେବେ ଚାଲନ୍ତୁ, ଏଠି ମୁଁ ଛଚିନ୍ଦ୍ରାକୁ ପ୍ରଥମେ କାଟିକୁଟି ତାକୁ ଧୋଇକିରି ଗୋଟେ ଛଣାରେ ଛାଣି ଦେଇଛି। ଆପଣମାନେ ତ ଜାଣିଥିବେ ଛଚିନ୍ଦ୍ରା ଉପରେ ଗୋଟେ ପତଳା ଚୋପା ରହିଥାଏ। ସେ ଚୋପା ଗୁଡ଼ାକ ମୁଁ ବାହାର କରି ତାକୁ ସରୁ ସରୁକିରି ମୁଁ କାଟି ଦେଇଛି। ପୁରା କଷି କଷି ଛଚିନ୍ଦ୍ରା ଅଛି। ତେବେ ଚାଲନ୍ତୁ ପ୍ରଥମେ ତା ପାଇଁ ଆମେ ମସଲା ବାଟିବା। ଏଠି ମସଲାରେ ମୋର ଅଛି ଅଦା, ରସୁଣ, ଜିରା ଆଉ ସୋରିଷ। କେବଳ ଏତିକି ଆମେ ତାକୁ ଶିଳରେ ବାଟିବା। ଶିଳବଟା ମସଲାଟା ବହୁତ ଟେଷ୍ଟି। ଗ୍ରାଇଣ୍ଡିଙ୍ଗ ମସଲା ଆଦୌ ବି ଭଲ ଲାଗେନି, କିନ୍ତୁ ଶିଳବଟା ମସଲାରେ ଯେଉଁ ସ୍ୱାଦ ଥାଏ କେଉଁଥିରେ ବି ନଥାଏ। ମସଲା ମୁଁ ବାଟି ସାରିଲାଣି। ଏପଟେ କଡ଼େଇ ବସେଇ କଡ଼େଇ ତାତିଗଲାଣି। ସୋରିଷ ତେଲ ଦେଉଛି। ଛଚିନ୍ଦ୍ରାକୁ ଆପଣମାନେ ମନେ ରଖିଥିବେ ସୋରିଷ ତେଲରେ ହିଁ ବନେଇବେ। ତା'ର ଗୋଟେ ବାସ୍ନା ନଥାଏ କି, ସୋରିଷ ତେଲରେ ହିଁ ତା ବାସ୍ନାଟା ଭଲସେ କମିଯାଏ। ବାସ୍ନାଟା ଆଦୌ ବି ଭଲ ଲାଗେନି। ତା'ର ଯେଉଁ କଞ୍ଚା କଞ୍ଚା ଗୋଟେ ଅଲଗା ପ୍ରକାର ବାସ୍ନା ଥାଏ। ଆମେ ତାକୁ ଲୁଣ ହଳଦୀ ପକାଇକି ତାକୁ ପ୍ରଥମେ ଘୋଡ଼େଇକି ଭାଜିବା। ସେ ତା ଦେହରୁ ବି ଅନେକ ଯେହେତୁ କଷି କଷି ଛଚିନ୍ଦ୍ରା ଅଛି, ପାଣିଟା ବାହାରିବ। ସେଇ ପାଣିରେ ବି ସେ ସିଝିଯିବ। ଆଉ ପାଣି ଦେବା ଆଦୌ ବି ଦରକାର ନାହିଁ। ଏହି ସମୟରେ ହିଁ ଛଚିନ୍ଦ୍ରା ଖାଇବାକୁ ଭଲ ଲାଗିଥାଏ। ଆଉ 2 ମାସ ଗଲେ ଆଦୌ ବି ଭଲ ଲାଗିବନି। ଦେଖନ୍ତୁ ପାଣିଟା କମିଯିବା ସହିତ ଆ ଭିତରେ ଛଚିନ୍ଦ୍ରା ବି ଆମର ସିଝିଗଲାଣି। ତାକୁ ଆଉ ଟିକେ ଆମେ ଭାଜିଦେବା। ଟିକେ ପୋଡ଼ି ପୋଡ଼ି ହେଲେ ଆଉ ବାସ୍ନା ହେବନି। ଦେଖନ୍ତୁ ଆମ ପାଖାପାଖି ଏଠି 10 ମିନିଟ୍ ପରେ ହେଇଗଲାଣି। ଛଚିନ୍ଦ୍ରା ଆମର ସିଝିବା ସହିତ ପୋଡ଼ି ପୋଡ଼ି ବି ଟିକେ ହେଇଗଲାଣି। ଏହି ସମୟରେ ମୁଁ ଲଙ୍କା ଗୁଣ୍ଡ ପକାଇ ଦେଉଛି। ଆଉ ଯେଉଁ ମସଲାଟା ରଖିଥିଲି ବଟା ମସଲା, ଏହି ସମୟରେ ଆମେ ପକାଇଦେବା। ତାକୁ ଆଉ ଟିକେ ଭାଜିବା। ଛଚିନ୍ଦ୍ରା କାହାକୁ ଖାଇବାକୁ ଭଲ ଲାଗେ ନିହାତି ମୋତେ କମେଣ୍ଟରେ ଜଣାଇବେ। ଆଉ ଛଚିନ୍ଦ୍ରାରେ ସଜନା ପତ୍ର ଦେଇକି ଭାଜିଲେ ତା'ର ଟେଷ୍ଟ ବି ଆହୁରି ବଢ଼ିଯାଏ। ଏହି ସମୟରେ ହିଁ ଛଚିନ୍ଦ୍ରାର ମଜା ଥାଏ। ବର୍ଷା ସିଜିନରେ ଆମର ମସଲାଟା ଭଲସେ କଷି ହେଇଗଲାଣି, କିନ୍ତୁ ତାକୁ ଆଉ ଟିକେ ଟେଷ୍ଟ ବଢ଼ାଇବା ପାଇଁ ମୁଁ ଆଉ ଟିକେ ଉପରେ ତେଲ ଦେଇକରି ଆଉ 3-4 ମିନିଟ୍ ତାକୁ ଟିକେ ଭାଜି ଦେଇକରି ଲାଷ୍ଟରେ ମୁଁ ପକାଇ ଦେଉଛି ଧନିଆ ପତ୍ର। ରେଡ଼ି ହେଇଗଲା ଆମର ଛଚିନ୍ଦ୍ରା ବେସର ଭଜା। ଭାତ ଡାଲମା ସହିତ ଆପଣମାନଙ୍କୁ ଛଚିନ୍ଦ୍ରା ରେସିପିଟା ଆପଣଙ୍କୁ କିପରି ଲାଗିଲା ମୋତେ କମେଣ୍ଟ ବକ୍ସରେ ନିହାତି ଭାବରେ ଜଣାଇବେ। ନୂଆ ଥିଲେ ତ ମୋ ଚ୍ୟାନେଲକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରିବେ। ଆଉ ଛୋଟ ଲାଇକ୍ଟିଏ କରିବେ। ଭିଡ଼ିଓ ଭଲ ଲାଗିଲେ ଛୋଟ ଲାଇକ୍ଟିଏ କରିବେ। ଆମେ ତ ଚାଲିଲୁ ଖାଇବା ପାଇଁ। ଏ ବର୍ଷର ପ୍ରଥମ ଛଚିନ୍ଦ୍ରା କେଉଁମାନେ ଖାଇଛନ୍ତି ମୋତେ କମେଣ୍ଟ ବକ୍ସରେ ଜଣାଇବେ। ଆଉ ଯଦି ବି ନ ଖାଇଛନ୍ତି ଶୀଘ୍ର ଖାଇ ନିଅନ୍ତୁ। ରହୁଛି, ନମସ୍କାର।